ନମସ୍କାର, ସୁସ୍ୱାଗତ। ଏ ଘୋର ଅନ୍ଧକାର ମଧ୍ୟରେ ଈଶ୍ୱର ହିଁ ସର୍ବଶ୍ରେଷ୍ଠ, ସେ ହିଁ ଆମକୁ ଆଲୋକର ବାଟ ଦେଖାନ୍ତି। ଆଜି ତାଙ୍କୁ ଏକ ପ୍ରାର୍ଥନା ପଢ଼ିବା। ଏ କବିତା ମାଧ୍ୟମରେ କବିତାଟିର ଶୀର୍ଷକ ହେଲା ପ୍ରାର୍ଥନା। ଘର ଅନ୍ଧକାରେ ତୁମେ ହିଁ ଆଲୋକ, ସଳିତାର ସମ ମୁହିଁ, ନିର୍ଜନ ଦୀପରେ ମୁଜେ ପତି ଘର, ଜଳେ ମିଟି ମିଟି ହୋଇ, ଜଳେ ମିଟି ମିଟି ହୋଇ, ଗଭୀର ଜଳରେ ଜୀବନ ନୌକା ଟଳମଳ ମଝିଧାରେ, ପାଉନାହିଁ କାତ ଆତୁର ଅଧୀରେ, ତୁମକୁ ହିଁ ଛୁରି ମରେ, ତୁମକୁ ହିଁ ଛୁରି ମରେ। ଏ ଘର କାନନେ ମୃଗୁଣୀର ସମ, ସ୍ତୁତି ତବ ଗାଇ ଗାଇ, ସଂସାର ଜାଲରେ ଛନ୍ଦି ମୁଁ ହୋଇ, ଥଳ କୂଳ ନ ମିଳଇ, ସଂସାର ଜାଲରେ ଛନ୍ଦି ମୁଁ ହୋଇ, ଥଳ କୂଳ ନ ମିଳଇ, ସରିଯାଏ ଦିନ ହିଚକା ନୟନ, ଲିଭୁନି ମନରୁ ଦାଗ, ଅତୀତ ସନ୍ତାପେ ମନେ ମନେ ଭାଳେ, କାହିଁ ଆଉ ଅନୁରାଗ, କାହିଁ ଆଉ ଅନୁରାଗ। ସାଗର ତଟରେ ଅଟେ ମୁଁ ଶୋଷିଲା, ତୁମେ ପ୍ରଭୁ ସପ୍ତ ସିନ୍ଧୁ, ବେଳା ଭୁଇଁ ମୁଜେ ଲହଡ଼ି ମାରଇ, ଲୁହ ଢାଳେ ବିନ୍ଦୁ ବିନ୍ଦୁ, ବେଳା ଭୁଇଁ ମୁଜେ ଲହଡ଼ି ମାରଇ, ଲୁହ ଢାଳେ ବିନ୍ଦୁ ବିନ୍ଦୁ, ଲୁହ ଢାଳେ ବିନ୍ଦୁ ବିନ୍ଦୁ। ଅସୀମ ଆକାଶେ ଉଭା ନୀଳମଣି, ଚାନ୍ଦ ଅପଲକ ଚାହେଁ, ମେଘାଚ୍ଛନ୍ନ ମୁହିଁ କଳଙ୍କିତ ଦେହେ, କ୍ଷୀଣ ଦୀର୍ଘ ଶ୍ୱାସ ବହେ, କ୍ଷୀଣ ଦୀର୍ଘ ଶ୍ୱାସ ବହେ। ଧନ୍ୟବାଦ, ନମସ୍କାର।